ଖରାଦିନେ କଲରା ଖାଉଛନ୍ତି କି? ତେବେ ଜାଣନ୍ତୁ ଏହା ଶରୀରକୁ କେତେ ଫାଇଦା ଓ କ୍ଷତି ପହଞ୍ଚାଇଥାଏ। ଗ୍ରୀଷ୍ମ ଋତୁରେ ଲୋକମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟରେ ମଧ୍ୟ ଅନେକ ପରିବର୍ତ୍ତନ କରିଥାନ୍ତି। ତେବେ ଏହି ଋତୁରେ ଅଧିକ ମାତ୍ରାରେ କଲରା ଖାଇବା ଠିକ୍ ନା ଏହା ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ? ତେବେ ଆସନ୍ତୁ ଜାଣିବା। ପ୍ରଥମେ ଜାଣିବା କଲରାର ଫାଇଦା। ଓଜନ ହ୍ରାସ କରିବାରେ କଲରା ସାହାଯ୍ୟକାରୀ ହୋଇଥାଏ। ଦୃଷ୍ଟିଶକ୍ତି ବଢ଼ାଇବା। ମଧୁମେହ ରୋଗୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ପିତା ଖାଇବା ଏକ ଆରାମଦାୟକ ହୋଇଥାଏ, ଯେଉଁଥିପାଇଁ ଶରୀରର ଫୁଲା ଦୂର ହୋଇଥାଏ। ଚର୍ମ ସହିତ ଜଡ଼ିତ ଅନେକ ରୋଗ ମଧ୍ୟ ନିୟମିତ କଲରା ଖାଇବା ଦ୍ୱାରା ଦୂର ହୋଇପାରିବ। କଲରା ଖାଇଲେ ହୋଇଥାଏ ଏହି ସବୁ ଅସୁବିଧା। ତେବେ ଆସନ୍ତୁ ଜାଣିବା। ମଧୁମେହ ରୋଗୀମାନେ କଲରା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ଅଟେ। ଯେଉଁ ମହିଳାମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଉଛନ୍ତି ସେମାନେ କଲରା ଖାଇବାଠାରୁ ଦୂରେଇ ରହିବା ଉଚିତ। ଗର୍ଭାବସ୍ଥାରେ ମଧ୍ୟ କଲରା ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା କ୍ଷତି ହୋଇପାରେ। ଶରୀରକୁ ଥଣ୍ଡା ରଖେ କଲରା। ତେବେ ଆସନ୍ତୁ ଜାଣିବା। କଲରା ଖାଇବା ଦ୍ୱାରା ଶରୀର ଥଣ୍ଡା ହୋଇଥାଏ। ସେଥିପାଇଁ ଗ୍ରୀଷ୍ମ ଋତୁରେ ପିତା ପନିପରିବା ବହୁତ ଖାଆନ୍ତି। କଲରାରେ ଏପରି ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଆପଣଙ୍କ ଶରୀରକୁ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ, ପ୍ରୋଟିନ୍, ପୋଟାସିୟମ, ଭିଟାମିନ୍, ମାଗ୍ନେସିୟମ ଏବଂ ଫାଇବର ଭଳି ଜିନିଷ ଅନ୍ତର୍ଭୁକ୍ତ ଅଛି। ବ୍ୟୁରୋ ରିପୋର୍ଟ, ମେଟ୍ରୋ ଟିଭି ଓଡ଼ିଶା।